ଆଗରୁ ଥରେ ଆସିଥିଲି, ତା ପୂର୍ବରୁ ମଧ୍ୟ ଆଉ ଥରେ ଆସିଥିଲି। ଏମିତି କିଛି ଭାଗବତ କଥା ହଉ, ଗୁରୁ ଗୀତା କଥା ହଉ, ଯାହା ବି ହଉ ଅଧେ ବିପଦ ପଢି ଏବଂ ପୂର୍ବ ଥରକ ଯେତେବେଳେ ଆସିଥିଲି ଦୁଇ ତିନି ଦିନ ଅନୁଷ୍ଠାନ କରିଥିଲି ଏବଂ ଧର୍ମସଭା ବା ସତସଙ୍ଗର ଅନୁଷ୍ଠିତ ହୋଇଥିଲା। ଲୋକମାନଙ୍କର ଶ୍ରଦ୍ଧା ମମତା ଯେଉଁଠି ରହେ ସେଇଗୁଡ଼ିକ ହେଉଛି ପ୍ରକୃତ ସତସଙ୍ଗ କେନ୍ଦ୍ର। ଯେଉଁଠି ଶ୍ରଦ୍ଧା ନାହିଁ କିମ୍ବା ମମତା ନାହିଁ, ଭକ୍ତି ନାହିଁ, ସେବା ନାହିଁ, ସେଠି ଭଗବାନଙ୍କର ଆବିର୍ଭାବ ହୁଏ ନାହିଁ କି ଭଗବତ ସତ୍ତାକୁ ମଧ୍ୟ କେହି ଅନୁଭବ କରିପାରନ୍ତି ନାହିଁ। ସେଥିପାଇଁ ଭାଗବତର ସେ ଗୋଟିଏ ଧାଡ଼ିରେ କହିଲେ, ମଦଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରାୟଣ। ଯେଉଁଠି ମୋର ନାମ ସଂକୀର୍ତ୍ତନ, କଥାବାର୍ତ୍ତା ଇତ୍ୟାଦି ଇତ୍ୟାଦି ଚାଲେ ବା ହୁଏ, ସେହି ସ୍ଥାନରେ ମୁଁ ଯାଇ ଅବତରଣ ହୁଏ ଏବଂ ମୁଁ ସେଇ ସ୍ଥାନକୁ ହିଁ ଭଲ ପାଏ। ଏ କଥା ଆମେ ଶାସ୍ତ୍ରରେ ଶୁଣିଦେଲେ ଏବଂ ଆଉ ଶୁଣିକିରି ଆମେ କାହାକୁ ଗୋଟେ ବର୍ଣ୍ଣନା କରିକିରି କହିଦେଲୁ ଯେ ଯେଉଁଠି ସତ୍ସଙ୍ଗ ବା ସାଧୁସଙ୍ଗ ହୁଏ ସେଠି ଭଗବାନଙ୍କର ଗୋଟେ କୃପା ବା ଆବିର୍ଭାବ ସେଠି ହୁଏ। କିନ୍ତୁ ଯେଉଁମାନେ ଏ କଥା କହୁଛନ୍ତି ସେମାନେ ଯେ ଏହାକୁ ପ୍ରକୃତରେ ଅନୁଭବ କରିଥିବେ ଏ କଥା ମଧ୍ୟ ମୋର କାହିଁକି ବିଶ୍ୱାସ ହୁଏ। ମୋର ବିଶ୍ୱାସ ହୁଏ ଯେଉଁଠି ପରସ୍ପର ପ୍ରତି ଭଲ ପାଇବା ରହେ, ଯେମିତି ଆମର ଘର ସଂସାର ଭିତରେ ଆପଣମାନେ ଜାଣିଥିବେ ଭାଇ ଭଗାରୀ ସିଏ ତାକୁ ଦେଖିପାରେ ନା କି କେହି କାହାରି ସୁଖ ସ୍ୱାଚ୍ଛନ୍ଦ୍ୟକୁ କେହି ଦେଖିପାରନ୍ତି ନାହିଁ। କେବଳ ମୋର ତୋର ହେଇକିରି ଦୁନିଆରୁ ଯାଆନ୍ତି। ଠିକ୍ ସେହିପରି ଯେଉଁ ଅନୁଷ୍ଠାନରେ ପୁରୀ ଶ୍ରୀକ୍ଷେତ୍ରଙ୍କ ଠାରୁ ଆମର ଗୁରୁକ୍ଷେତ୍ର ପର୍ଯ୍ୟନ୍ତ ଯେଉଁଠି ଏହି ସବୁ ଜିନିଷ ଗୁଡ଼ିକ ଥାଏ ସେଠାରେ ଠାକୁରଙ୍କ ମୂର୍ତ୍ତି ଥାଏ, କିନ୍ତୁ ମୂର୍ତ୍ତିର ଯେଉଁ କରାମତି ବା ତାର ଯେଉଁ ମହିମା, ସେ ମହିମାକୁ ଠିକ୍ ଭାବରେ ଆମେ ଜାଣିପାରୁନା। ଆମକୁ ଅନୁଭବ ହୁଏ ନା, ଆମେ ଜାଣିବୁ କେମିତି? ଏଇଠି ଦେଖନ୍ତୁ, ଗୋଟେ ଜାଗାରେ ଆମେ ବସିଛେ, ଆମକୁ ଯିଏ ପଚାରୁଛି କେଉଁଠି ବାବା ଯିବେ ବା କେଉଁଠି ପ୍ରୋଗ୍ରାମଟି ହେବ, ଆମେ ସେମାନଙ୍କୁ କ'ଣ କହିବୁ?
ଆମେ ଯେତିକି ଜାଣିଛୁ ସେତିକି କହିବୁ। ଆମେ ପରାହାଟ ଯିବୁ। ପରାହାଟର ବୈକୁଣ୍ଠଙ୍କର ଦ୍ୱାରା ପ୍ରତିଷ୍ଠିତ ଏକ ଆଶ୍ରମ ପ୍ରାଙ୍ଗଣକୁ ଆମେ ଯିବୁ। ଏଇ ଦୁଇଟି କଥା ଭିତରେ ମଧ୍ୟ ସତ୍ସଙ୍ଗ ସରିଗଲା। ଆମେ ଯେଉଁ ଦୁଇଟି ଶବ୍ଦ କହିଲେ ପରାହାଟ ଏବଂ ବୈକୁଣ୍ଠ, ଏଇ କଥା ଭିତରେ ଆମର ସତ୍ସଙ୍ଗ ସରିଲା। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ସେ ବୁଝଉଥିଲେ ବା ତାଙ୍କର ଅମୀମାଂସିତ ପ୍ରଶ୍ନର ଉତ୍ତର ସେ ଦେଉଥିଲେ, ସେହି ସମୟରେ ସେ କହିଥିଲେ, ମୁଁ 8ଟି ପରାଶକ୍ତି ଦ୍ୱାରା ଏ ଜଗତକୁ ମୁଁ ପରିଚାଳନା କରୁଛି। ଯିଏ ଶୁଣିବ ସିଏ ଆଗେ ଆଶ୍ଚର୍ଯ୍ୟ ହେବ, ଏଡ଼େ ବଡ଼ ଜଗତ, ଏହାକୁ 8ଟି ଶକ୍ତି ଦ୍ୱାରା ଭଗବାନ ପରିଚାଳନା କରୁଛନ୍ତି। କିନ୍ତୁ ବୁଝିଗଲା ପରେ ସେ ଠିକ୍ ଜାଣିବ ଯେ ଏଇ 8ଟି ପାଇଁ ଏ ସବୁ କଥା ଚାଲିବ। ଭଗବାନ କୃଷ୍ଣ ସେ ଜନ୍ମ ହେଲେ ସେଇ ଅଷ୍ଟମୀ ତିଥିରେ, ଜନ୍ମାଷ୍ଟମୀ। ରାଧାରାଣୀ ଜନ୍ମ ହେଲେ ସେଇ ଅଷ୍ଟମୀ ତିଥିରେ, ରାଧାଷ୍ଟମୀ। ଏବଂ ଆମର ଯେଉଁ ଗାଁ ଗହଳିରେ ଗୋଟେ ଜ୍ୟେଷ୍ଠ ପୁଅମାନଙ୍କୁ ଗୋଟେ ସମ୍ମାନ ଦିଆଯାଏ, ସିଏ ମଧ୍ୟ ହେଉଛି ସେଇ ଅଷ୍ଟମୀ। ଯେତେବେଳେ ଆମେ ଦୁର୍ଗା ପୂଜା କରୁ, ଦୁର୍ଗା ପୂଜାର ଅଷ୍ଟମୀ ତିଥିଟି ହେଉଛି ପ୍ରକୃତରେ ଦୁର୍ଗାଙ୍କୁ ପୂଜା କରି ସନ୍ତୁଷ୍ଟ କରିବାର ମୁହୂର୍ତ୍ତଟି ହେଉଛି ଅଷ୍ଟମୀ। ଆପଣ ଏଇ ଦେଖନ୍ତୁ ଅଷ୍ଟମୀଟି କେମିତି ଭୋଗ ହେଉଛନ୍ତି। ସେ ପୁଣି ଗୀତାରେ ଲେଖା ହେଇଛନ୍ତି, ଆଡ଼ୁ ସାଡ଼ୁ କେଉଁଠି ଲେଖା ହେଇନି। ଆଜିକାଲି ତ ଆଡ଼ୁ ସାଡ଼ୁ ଯିଏ ଯାହା ପାଉଛି ତା ଗୋଟେ ଲେଖିଦେଇ କହିଦେଉଛି। କିନ୍ତୁ ପ୍ରକୃତରେ ସିଦ୍ଧାନ୍ତ କଥା ଯଦି ଆପଣମାନେ ଶୁଣିଥିବେ ବା ଶୁଣିବାକୁ ଇଚ୍ଛା କରିଥିବେ, ତାହେଲେ ଆପଣ ଗୀତା ପଢ଼ିବାକୁ ପଡ଼ିବ। ଗୀତାରେ ଲେଖା ହେଇଛନ୍ତି, ଭୂମିରା ପାନଲୋ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାରଂ ଇତି ଅଙ୍ଗେ ଭିନ୍ନା ପ୍ରକୃତି ରଷ୍ଟ। ହେ ଅର୍ଜୁନ, ଇଏ ଜଗତରେ ତ ଅନେକ ବାହାସ୍ପଟ ମାରୁଛନ୍ତି। ଜ୍ଞାନୀ ତା ଜାଗାରେ ଅଛି, ବିଜ୍ଞାନୀ ତା ଜାଗାରେ ଅଛି, କବି ତା ଜାଗାରେ ବଡ଼, ଲେଖକ ତା ଜାଗାରେ ବଡ଼। ସମସ୍ତେ କହୁଛନ୍ତି ଆମ କଥାଟା ଠିକ୍, ଆଉ ସବୁ କଥା ଭୁଲ ବୋଲି ଯଦି ନ କହୁଛନ୍ତି, କିନ୍ତୁ ସେମିତି ଗୋଟେ ବାକ୍ୟ ବି କହୁଛନ୍ତି, ଆମେ ଠିକ୍, ଆମର ଠିକ୍, ଆଉ ସବୁ ଭୁଲ। ଜଣେ କୃଷ୍ଣଙ୍କୁ ପୂଜା କରୁଛି,
ସେ ପୂଜା କରୁଛି, ଭକ୍ତିରେ ପୂଜା କରୁଛି, କିନ୍ତୁ ସେଇଠି ରାମଙ୍କର ଗୋଟିଏ ମୂର୍ତ୍ତି ଥୁଆ ହେଇଛନ୍ତି, ତାଙ୍କୁ ସେ ଏତେ ଶ୍ରଦ୍ଧାରେ ପୂଜା କରିପାରିବେ। ହଁ ଗୋଟେ ମୁଣ୍ଡିଆ ମାରିକି ଚାଲିଗଲା। ତାମାନେ ସିଏ ଭାବୁଛି କୃଷ୍ଣ ଆଉ ରାମ ଦିଟା, କିନ୍ତୁ ସେ ଭାଗବତର ଯଦି ଭାଗବତ ସେ ପଢ଼ିଥାନ୍ତେ, ଭାଗବତରେ କଥାକୁ ଯଦି ଶୁଣିଥାନ୍ତେ, ସେ କେବେ କଥା କହିନଥାନ୍ତେ। ଏ ସର୍ବ କୃଷ୍ଣର ଶରୀର ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର। ଇଏ ଦୁନିଆରେ ଯାହା ଦେଖୁଛ ଇଏ ସବୁ କୃଷ୍ଣଙ୍କର ଶରୀର, ଅର୍ଥାତ୍ ସବୁ ଭିତରେ କୃଷ୍ଣ ଅଛନ୍ତି। ତୁମେ ଯାହାକୁ ମାନୁଛ, ଯାହାକୁ ନ ମାନୁଛ, ସବୁ ଭିତରେ ସେ ଅଛନ୍ତି। ଏଇ କଥା କହୁଥିବା ବେଳେ ସେ ଆଉ ଗୋଟିଏ କଥା ମଧ୍ୟ କହିଲେ, ଉଦ୍ଧବ କୃଷ୍ଣଙ୍କୁ ଖୋଜିବୁ, ମୁଁ ମଲେ କୃଷ୍ଣଙ୍କୁ ପାଇବୁ। ତମେ ଯୋଉ ମୂର୍ତ୍ତି ତିଆରି କରି ଗୋଟେ ବଂଶୀ ତାଙ୍କ ହାତରେ ଧରେଇ ଦେଇଛ, ମୟୂର ପୁଚ୍ଛ, ନୂପୁର ଏମିତି ସଜେଇକି ରଖିଦେଇଛ, ଏଇ ସୁସଜ୍ଜିତ ମୂର୍ତ୍ତିରେ କୃଷ୍ଣ ଭଲ ପାଇବେ କି ଏମିତି କୃପା କରିବେ, ସେ ସବୁ ଜମା ନୁହେଁ। ସେ ହେଉଛନ୍ତି ନିତ୍ୟ ସୁନ୍ଦର। ସେ କହୁଛନ୍ତି ତମେ ଯଦି ମତେ ପାଇବା ପାଇଁ ପ୍ରକୃତରେ ଚାହୁଁଛ, କାୟ ବାକ୍ୟ ମନରେ ଯଦି ପ୍ରକୃତରେ ଚାହୁଁଛ, ମୁଁ ଟିକେ କୃଷ୍ଣଙ୍କୁ ଦେଖିବି, ତାହେଲେ ତମେ ସେତିକି ବେଳେ ଦେଖିବ ତମ ଭିତରେ ଥିବା ଯୋଉ ଅହଙ୍କାର, ଯୋଉ ମୁଙ୍କାର, ସେଇ ଅହଙ୍କାର ବା ମୁଙ୍କାରଟି ଯେତେବେଳେ ତମ ଭିତରୁ ପଳେଇବ, ସେଟା ଆପେ ଆପେ ଦର୍ଶନ ଦେବେ। ଆଉ ତମେ ମାଗୁଛ କାହିଁକି? ତେଣୁ କଥାଟା କୋଉଠି ରହିଲା? ଆଜି ଭାରତବର୍ଷରେ, ଆମ ଓଡ଼ିଶାରେ କେତେ ବଡ଼ ବଡ଼ ମନ୍ଦିର ହେଇଛି, କୋଟି କୋଟି ଟଙ୍କାର ମନ୍ଦିର ହେଇଛି। ତାକୁ ପୁଣି ପୂଜା କରିବା ପାଇଁ ମଧ୍ୟ କେତେ ହଜାର ପୂଜକ ସେବକମାନେ ଲାଗିଛନ୍ତି। ତାଙ୍କୁ ଦର୍ଶନ କରିବା ପାଇଁ ମଧ୍ୟ ଲକ୍ଷ ଲକ୍ଷ ଲୋକ ଯାଉଛନ୍ତି। କିନ୍ତୁ ପ୍ରକୃତରେ ସେ କୃଷ୍ଣଙ୍କୁ ପୂଜା କରୁଛନ୍ତି ନା କୃଷ୍ଣଙ୍କ ମୂର୍ତ୍ତିକି ପୂଜା କରୁଛନ୍ତି? ଯଦି ପ୍ରକୃତରେ ସେ କୃଷ୍ଣଙ୍କୁ ପୂଜା କରିବେ, ତାହେଲେ ପ୍ରଥମେ ସେ ନିଜ ଭିତରେ ଥିବା ମୁଙ୍କାରକୁ ସେ ଆଗ ତ୍ୟାଗ କରିବା ଉଚିତ। ଜଣେ ବ୍ରାହ୍ମଣଙ୍କୁ ସକାଳୁ ଟିକେ ଖାଇବା ପିଇବାକୁ ଚୁଡ଼ା ଫୁଡ଼ା କଣ୍ଟେ ଦେଇ ସେ ତରତର କରେ, ତୁମେ ଯାଅ ପୂଜା ମାନେ ଯଜମାନଙ୍କର ପୂଜା କରିବ। ତମେ ଯଜମାନଙ୍କର ପୂଜା କରିକି ଯାହା ଆଣିବ ସେଥିରେ ଆମେ ଚଳିବା। ଇଏ ଯେତେବେଳେ ଯଜମାନଙ୍କର ପୂଜା କରିବାକୁ ଯାଆନ୍ତି, ତାଙ୍କୁ ଯେତେବେଳେ ଖାଇବାକୁ ମାଗନ୍ତି, ତାଙ୍କ ସ୍ତ୍ରୀ କହେ ମୁଁ ଠାକୁରଙ୍କୁ ପୂଜା କରିନି, ତେଣୁ ମୁଁ ଠାକୁରଙ୍କୁ ତ ପୂଜା କରିନି, ଆଉ ମୁଁ ଖାଇବାକୁ ଦେବି ତ? ଏ ନିରାଶରେ ଫେରିଯାଆନ୍ତି।
ଏମିତି ଏମିତି ଅନେକ ଦିନ ବିତିଗଲା। ମନ୍ତ୍ର ଆରାଧିତ ଦେବତା, ଆମେ ଯେଉଁ ଦେବତାମାନଙ୍କର ମନ୍ତ୍ର ପଢ଼ୁଛୁ କି ଆମ ଯଜ୍ଞଶାଳାରେ ବ୍ରାହ୍ମଣମାନେ ଯେଉଁ ଦେବତାମାନଙ୍କୁ ଆରାଧନା କରୁଛନ୍ତି, ସେ ଆରାଧନାର ଅର୍ଥ କ'ଣ? ତମେ ଯେଉଁଭଳି ଭାବରେ ଯେଉଁ ଶବ୍ଦରେ ବାକ୍ୟରେ ତମେ ମୋର ରୂପ ବା ଗୁଣକୁ ଆହ୍ୱାନ କରୁଛ, ମୁଁ ସେଇ ରୂପରେ ସେଇ ଗୁଣ ଧାରଣ କରି ତମ ପାଖରେ ପହଞ୍ଚିବି। ଇଏ ଗୋଟେ ବହୁତ ବଡ଼ କଥା। ବ୍ରାହ୍ମଣ ସେଦିନ ପୁରା ମନ ଭିତରେ ଟିକେ ବିଗିଡ଼ି ଗଲେ। କହିଲେ ସବୁଦିନ ଗୋଟେ ଉପାସ ରହିକିରି କ'ଣ ଯାଇ ଯଜମାନଙ୍କର କାର୍ଯ୍ୟ କରିବି, ଚୁଡ଼ା ଫୁଡ଼ା ଖାଇକି ମୋ ଦେହ ଖରାପ ହେଲାଣି। ସେ ଦିନେ ମନ୍ତ୍ରକୁ ସ୍ମରଣ କଲେ। କସ୍ତୁରୀ ତିଲକଂ ଲଲାଟ ପଟଳେ ବକ୍ଷସ୍ଥଳେ କୌସ୍ତୁଭଂ ନାସାଗ୍ରେ ଗଦମୌକ୍ତିକଂ କରତଳେ ବେଣୁ করে কঙ্কর সর্বাঙ্গে হরিচন্দনং চূড়ে কণ্ঠেস্ব মুক্তা গোপশ্রী তীতং বিজয়তে শ্রী গোপাল। এই মন্ত্রটিକୁ ସେ ପଢ଼ିଲେ ଏବଂ ମନ ଭିତରେ ଗୋଟେ ଚିତ୍ରାଙ୍କନ ଅଙ୍କନ କଲେ। ଏତିକି କରିଛନ୍ତି, ଆଉ କିଛି କରିନାହାନ୍ତି। ଠିକ୍ ଏଇ ସମୟରେ ଭଗବାନ କୃଷ୍ଣଙ୍କର ଆବିର୍ଭାବ ହେଲା। ଆପଣମାନେ ଜାଣିଛନ୍ତି ଏମିତି ଆମ ସବୁ ଗାଁ ଗହଳିରେ ଗାଈ ଫିଟାନ୍ତି, ଗାଈ ଫିଟା ହୋ ଗାଈ ଗଲେ ହୋ, ଏମିତି ସବୁ କହୁଛନ୍ତି। ଏବେ ତ ଆଉ ସେସବୁ କିଛି ନାହିଁ। କିନ୍ତୁ ଇଏ ମନ୍ତ୍ର ଦେବତାକୁ ମଧ୍ୟ ଆକର୍ଷିତ କରିପାରେ। ଯେତେବେଳେ ସେ ଆକର୍ଷିତ ହେଇ ସେ ମନ୍ତ୍ର ଜୀବନ୍ତ ହେଇଯାଇଛନ୍ତି, ତାଙ୍କ ସ୍ତ୍ରୀ କିଛି ଦୂରରେ ଦେଖୁଥିଲେ ଯେ ତାଙ୍କର ସ୍ୱାମୀ ଗୋଟେ କ'ଣ ମନ୍ତ୍ର ପଢ଼ୁଛନ୍ତି, ସିଏ ଗୋଟେ ସେଇଭଳିଆ ଗୋଟେ ଲୋକ ଆସିକିରି କ'ଣ ମୋ ସ୍ୱାମୀ ସହିତ କଥାବାର୍ତ୍ତା ହେଲାଣି। ସିଏ ସାଙ୍ଗେ ସାଙ୍ଗେ ଗୋଟେ ଛାଞ୍ଚୁଣି ଧରି ଯେ ଘର ଓଳାନ୍ତି, ସେ ଛାଞ୍ଚୁଣିକି ଧରିକିରି ତାଙ୍କ ପଛେ ପଛେ ଗୋଡ଼େଇଲା। ଯେ ମୋର ସ୍ୱାମୀଙ୍କୁ ତମେ ବାବାଜୀ କରିବ ବୋଲି କି କୁଆଡ଼େ ଗୋଟେ ନେଇଯିବ ବୋଲି ତମେ ଏଠି ପୁରା ଚାଲାକି କରୁଛ, ଯିବ ନା ଏଠି ମାଡ଼ ଖାଇବ। ଏ ତ ଅନ୍ତର୍ଯାମୀ, ଏ ସାଙ୍ଗେ ସାଙ୍ଗେ ବିଲୀନ ହେଇଗଲେ। ଭାଗବତ ସେ ପଦ ସବୁ ସୁନ୍ଦର ପଦ ଅଛି। ଦୁର୍ଜୟ ଦେହ ମୋର ଶୂନ୍ୟ ଶୂନ୍ୟ ଦେଇ ତମ କଥାରେ ମୁଁ ନାହିଁ କି ଆଉ କାହା କଥାରେ ନାହିଁ। ମୁଁ ଧନରେ ଜନରେ କୋଠାରେ ବାଡ଼ିରେ ପ୍ଲେନରେ
ମୁଁ ଏଗୁଡ଼ାକରେ କେଉଁଠି ଅଛି କିନ୍ତୁ ଏଗୁଡ଼ାକରେ ମୋର ଶ୍ରଦ୍ଧା ନାହିଁ। ହେଲେ କେତେ ନହେଲେ କେତେ, କିନ୍ତୁ ମୁଁ କୋଉଠି ଥାଏ ଏଇଠି ହିଁ ଥାଏ। ଦୁର୍ଜୟ ଦେହ ମୋର ଶୂନ୍ୟ ଯେଉଁଠି ମୋ ଭକ୍ତ ମାନେ, ଭକ୍ତ କହିଲେ ଆପଣ ଭାବୁଥିବେ ଭକ୍ତ କହିଲେ ଆମେ ସବୁ ବ୍ୟାଖ୍ୟା ଯେମିତି କରୁ ଅତି ଅଲଣା ବ୍ୟାଖ୍ୟା ଗୁଡ଼ାକ ଆମେ କରୁ, ତାହେଲେ ଲୁଣ ପଡ଼ିନଥାଏ। ଅଲଣା ବ୍ୟାଖ୍ୟା ଆମେ ସବୁ କରୁ। ନାକଠୁ ମୁଣ୍ଡ ଯାକେ ତିଲକ ନାଇବୁ, ଜଟାଟାଏ ରଖିବୁ, ମାଳିରୁ ପୁଳାଏ ପକେଇବୁ, ଆଉ ଏମିତି ସବୁ ଗୋଟେ ଭେଷଭୂଷା ହେଇକିରି ଆମେ ପାଉଁଶ ବୋଳି ହବୁ। ଏମିତି ଗୋଟେ ଭେଷଭୂଷା ହେଇକି ବାହାରିଲେ ଆମେ ଭକ୍ତ ହେଇଗଲୁ। କିନ୍ତୁ ଭାଗବତ ଏସବୁ କଥାକୁ ଗ୍ରହଣ କରନ୍ତିନି। ସିଏ କହନ୍ତି ମୁଁ ଦୁର୍ଜୟ, ଏ ଦୁନିଆରେ ମତେ କେହି ଜୟ କରିପାରିବେ ନାହିଁ। ସବୁ କରିପାରିବେ, କୋଟିପତି ହେଇଯିବେ, କିନ୍ତୁ ମତେ ଜୟ କରିପାରିବେନି। ସେଇଥିପାଇଁ ମୋର ଦ୍ୱାରପାଳଙ୍କ ନାଁ ହଉଛି ଜୟ ଆଉ ବିଜୟ। ମତେ କେହି ଜୟ କରିପାରିବେନି। କେବେ ମୁଁ କୋଉଠି ଯାଇ ପହଞ୍ଚେ, ମତେ ନ ଡାକିଲେ ବି ମୁଁ ଯାଇ ପହଞ୍ଚେ। ମୋର ଦେହ ହଉଛି ଶୂନ୍ୟ, ସେଠି ଧୂଳି କଣା ବି ନାହିଁ, ପବନ ନାହିଁ, ଆଲୋକ ନାହିଁ, ଧୂଳି କଣା ନାହିଁ, କିଛି ତ ନାହିଁ। ଆଉ ମୁଁ ସେଇଠି ଯାଇ ପହଞ୍ଚେ। ଆଉ କେମିତି ପହଞ୍ଚନ୍ତି? ଭକତ ଭାବେ ମୋ ବନ୍ଧନ, ଏଇଠିକି ଆମେ ଆଇଲୁ, ଆପଣ ମାନେ ଆଇଲେ, ଆମର ଏଠି ବସିଲୁ, କଣ ଗୋଟେ କଥାବାର୍ତ୍ତା ହେଲୁ କି ଯାହା କଲୁ। ଏଇଟା କଣ ଭାତ ଡାଲମା ଖାଇବାକୁ ଆଇଛୁ ନା ଏଇଗୁଡ଼ା ସମ୍ମାନ ପାଇବା ପାଇଁ ଆଇଛୁ କି କଣ ପାଇଁ ଆମେ ଆଇଛୁ? ଜଗତୀ ବାବୁ ଆସିଛନ୍ତି ବା ଅନ୍ୟମାନେ ଆସିଛନ୍ତି, କଣ ପାଇଁ ଆଇଛନ୍ତି? କଣ ଗୋଟା ଏମିତି ଗୋଟା ପାଇବାର ଇଚ୍ଛା ନେଇକିରି ଆମେ ଆଇଛୁ? ଆମେ କେମିତି ଆସିଲୁ? ଭକତ ଭାବେ ମୋ ବନ୍ଧନ, ଯେଉଁଠି ଭାବ ଅଛି ମୁଁ ସେଇଠି ଅଛି। ତମେ ହଜାରେ କଲିକତାରୁ ଫୁଲ ମଗେଇକିରି ପୂଜା କରିବ, ବାଙ୍ଗାଲୋର ବା ଏଇଟା କଣ ବୃନ୍ଦାବନରେ ସେଠୁ ଚନ୍ଦନ କାଠ ଆଣିକିରି ଘୋରିକିରି ଲଗେଇବ, ସେଗୁଡ଼ା କଣ ମୋର? ମୁଁ ତ ସୁଗନ୍ଧ ସୃଷ୍ଟି କରିଛି, ସ୍ୱରୂପ ସୃଷ୍ଟି କରିଛି। ଆଉ ତମେ କଣ ମୋ ମୁଣ୍ଡରେ ବଳିରେ ସବୁ ମାରୁଛ? ମୁଁ ଆସିଛି ଭକତ ଭାବେ ମୋ ବନ୍ଧନ। ଆଉ ଗୋଟେ ବଢିଆ ପଦ, ଏ ତ ମୁଣ୍ଡରେ ପଶିଲେ କୁଆଡେ ବୋଲି କୁଆଡେ ପଳେଇବ। ମୁଁ ଯେ ସଂସାର ଅଛି ଛନ୍ଦି,
ये संसार रे मु गोटे एमिटी ओडुआ जाल जे तमे कौन मते बांधिब कौथे ये कदली दी फेणा आनिकी मते भोग कर दो मुझे बंधा तमे कौन मते बांधिब मु कौटे बंधा हेबी से कथा मु कहूँ मु तो तम परिवार रे बाप सृष्टि कली माँ सृष्टि कली भाई सृष्टि कली भौणी सृष्टि कली शला शाड़ी सड़ू भिनई मौसा माउसी पीसी पीता मु एत लोक सृष्टि आ तमे मत कौन बांधिब ताले कि कथा ताले केमिति कौन आपण बंधा हेबे तारी भीतर जी थे भक्त सी प्रकृत मत भल पाउथिबे सी मत न डाकिले भी मुटा पाखे पहुंच कृष्ण बंशी बजैले आम गाँव आउ बंशी बजेला बेला लोक कहीं ना ये पराहात अंचल जो बाहागर होउची सेते कोन बेगुलु बाजुनी अर्गान बाजुनी मु कौन से अच्छी मुझे संसार अच्छी छंदी तारी भीतर मते जीए भल पाउची मु तारी पाखरे ही अच्छी तमे भावुच आमर सब तमे भावुच जे से अमुक पंडित आईथिले से एमती गोटे प्रवचन कले एमती लोक सब बहुत शुणिक कहले आहा बहुत बढ़िया कहते आउ कौन तमें कौन भावुच मुझे अच्छी से बोले बांधिदेला नायम नात्मा प्रवचन न लभ्यते प्रवचन देकर मत कौन किए बांध सब काटिदेले मुझे बंधा ना सी कहले मु कौटी बंधा है भाव विनोदिया ठाकुर भक्त बत्स हरि भक्त विनोद भक्त जोठी भक्ति रही भक्ति माने सेवा भक्त माने सेवक आउ जोटी सेवा नहीं किसी नहीं आम घर संसार आपण मान तो निजे जानी थिबे गोटे लोक जदि घा मा होती गोटे एमती शेष जीवन गोटे बिछणार पड़ी किंतु प्रकृत कौन आम आंतरिकतार सहित सेवा करूँ ठीक समय औषध दऊ तेणु भागवत कहले तम कथार मु राजी नुहे सेवा का पुण्य भक्ति पड़े
ଯେଉଁ ଜନ ସେବା କରି ଜାଣିଛି, ସେବା ମାନେ ଗୋଡ଼ ମୋଡ଼ିବା ହାତ ମୋଡ଼ିବା ସେଗୁଡ଼ାକ ନୁହେଁ, ଯେଉଁ ଜନ ପ୍ରକୃତରେ ଭଲ ପାଇ ଶିଖିଛି ତାର ଆଭ୍ୟନ୍ତରୀଣ ଆବଶ୍ୟକକୁ ସେ ପୂର୍ଣ୍ଣ କରିପାରିବ। ଆଉ ମା କହୁଛି ବାପାକୁ ଯାଉଛୁ ହାଟକୁ ରସଗୋଲା ଆଣିବୁ, ହାଡ଼ୁ ଆଇଲା ମା ମୁଁ ଭୁଲିଗଲି, ଏଇ କ'ଣ ସେବା? ଏଇ ସେବାରେ ଭକ୍ତ ଖୁସି ହେବେ। କୋଉ ଠାକୁରଙ୍କୁ କେତେ ଦିନ କିଏ ଖୁଆଇଛ? ଏତେ ନନାମାନେ ଅଛନ୍ତି, ଏତେ ନନାମାନେ ଅଛନ୍ତି। ନନାମାନେ ସତ କହନ୍ତୁ, ମୋ ରାଣ ପକେଇକିରି କହନ୍ତୁ, କୋଉ ଦିନ କୋଉ ଠାକୁରଙ୍କୁ ଆପଣ ଖାଇବାକୁ ଦେଇଛନ୍ତି? କି ନନା ଏଇ କାକରା ପିଠାଟା ବହୁତ ବଢ଼ିଆ ଲାଗୁଛି, ଆଉ ଟିକେ ଦେଲେ କହିଛନ୍ତି। କିନ୍ତୁ ସିଏ ସେପଟରେ କହୁଛନ୍ତି, ଆମେ ତ ତାକୁ ପଢ଼ିନୁ, ଜୀବକୁ ଭୁଞ୍ଜା ଭୁଞ୍ଜଇ ଅନ୍ତରେ ଏଇଭଳି ଭାବରେ ସେବାକୁ ଏତେ ଗୁରୁତ୍ୱ ଦିଆଯାଇଛି। ଗୀତାରେ ମାନେ କହିଦେଇଛନ୍ତି, ଅର୍ଜୁନ ତମେ ଯାହା ମତେ ଦଉଛ ଦିଅ, ମୁଁ ସେଗୁଡ଼ା କିଛି ମୋର ତ କିଛି ଦରକାର ନାହିଁ, ତୁ ଦଉଛ କାହିଁକି? କଣ ଦେବି ପ୍ରଭୁ? ତଦବିଧି ନିୟମରେ ଚାଲ, ତଦବିଧି ପ୍ରଣିପାତ, ଯାହାକୁ ଯୋଉ ପ୍ରକାରର ପ୍ରଣାମ ଟିକେ କରିବା କଥା କର। ଆଉ ସାଇକେଲରେ ବସି ସାର୍ ନମସ୍କାର, ଏଇଥିରେ ଶିଖୁଛି। ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ। ଆଉ ତମେ କିଛି ନାହିଁ, ଖାଲି ଶୁନୁକୁ ଶୁନ ସବୁ ଆମେ ଏମିତି କଲୁ ସେମିତି କଲୁ। କିଏ ହଉ କହନ୍ତି ଆମେ ଠିକ 6ଟା ବେଳେ ପ୍ରାର୍ଥନା କରୁ। ଅରକ୍ଷିତ ଦାସ ମହାପୁରୁଷ କହିଲେ, ମୁଁ ଟିକେ ରାଜାଙ୍କୁ ଦେଖା କରିବାକୁ ଚାହୁଁଛି। ରାଜା କହିଲେ, ହଉ ମୁଁ ଦେଖା କରିବି ଯେ ଟିକେ ଘୋଡ଼ା ଠାକୁର ପୂଜା ସାରିଦିଏ। ଠାକୁର ପୂଜା ସରିବ, ଇଏ ମାନେ କଥା ହେବେ। ଅରକ୍ଷିତ ବସି ବସିକିରି କହିଲେ ମୋର ବହୁତ କାମ ଅଛି, ମୁଁ ଯାଉଛି। ରାଜା ଉଠିଲେ କହିବେ ଯେ ଅରିକ୍ଷିତିଆ କହିଯାଇଛି ଯେ ରାଜା ପୂଜା କରୁଥିଲେ ନା କଟକରେ ଘୋଡ଼ା କିଣୁଥିଲେ? ଖାଲି ଏଇ ପଦଟା କହିଦେବା, ଆଉ କିଛି ଦରକାର। ରାଜା ତ ସେତିକିରେ ଜବରଦସ୍ତ। ପ୍ରକୃତ ମୁଁ ତ ଯେତେବେଳେ ପୂଜା କରୁଥିଲି ସେତେବେଳେ ମୋ ମନଟା ଥିଲା କେମିତି ପୂଜାଟା ସରିଗଲେ ମୁଁ କଟକ ଯିବି। ଗୋଟେ ସେତେବେଳେ କଟକରେ ଘୋଡ଼ା ଫୋଡ଼ା ଥିଲା, ଆଉ ଘୋଡ଼ା ଗାଡ଼ି ଗୁଡ଼ା କିଣିବି। ଏ କଥା କେମିତି ସିଏ ଜାଣିବେ? ସିଏ କୁଆଡ଼େ ଗଲେ? ଉଡ଼ା ଶୁଣି ପାହାଡ଼କୁ ଖୋଜିଛନ୍ତି ରାଜା। ଦେଖିଲେ ଜଣେ ଋଷି ମୂର୍ତ୍ତି ବସିଛନ୍ତି ଧ୍ୟାନରେ। ଧ୍ୟାନରେ ଋଷି ମୂର୍ତ୍ତି ବସିଛନ୍ତି, ଉଲଗ୍ନ ଶରୀର, ପଦ୍ମାସନ କରି ସେ ବସିଛନ୍ତି। ଦଣ୍ଡବତଟା କ'ଣ ପଛରେ ହୁଅନ୍ତି ଆଗରେ ହୁଅନ୍ତି ନା? ଆଉ ତାଙ୍କ ଆଗ ପଟଟା କୋଉଠି ସେଟାକୁ ଜାଣିପାରିଲେ। ଯୋଉ ପଟକୁ ଅନେଇଲେ ସେ ପଟଟା ଦେଖାଗଲା ପିଠି ପଟ, ତାଙ୍କ ଆଗ ପଟ ଆଉ ଦେଖାଗଲା। ଶେଷରେ
ପ୍ରାର୍ଥନା କରିଛନ୍ତି ରାଜା, ହେ ମହାପୁରୁଷ ମୁକୁନ୍ଦ ବନ୍ଦେ ତୋ মুনি করন যাকু ধ্যান খণ্ডই খণ্ডই ভব পরামার মতে ক্ষমা দিয়ন্তু হে মহাপুরুষ। আଜି আমি বৈকুণ্ঠଙ୍କର গোটে বৈকুণ্ঠଙ୍କ ପାଖରେ ବଇଛୁ, ବୈକୁଣ୍ଠ ଘରେ ବଇଛୁ, ବୈକୁଣ୍ଠଙ୍କ ମଠରେ ବଇଛୁ, ବୈକୁଣ୍ଠଙ୍କ ଦେଉଳରେ ବଇଛୁ, ବୈକୁଣ୍ଠଙ୍କ ଗାଁରେ ବଇଛୁ। ସେଗୁଡ଼ା କିଛି ନୁହେଁ, ସେଗୁଡ଼ା ସବୁ ଭାଷା। ଆମେ ବୈକୁଣ୍ଠଙ୍କ ପାଖରେ ବସିଛୁ। ତେଣୁ ଆମେ ଅନୁଭବ କରିପାରୁଛୁ ବୈକୁଣ୍ଠ କିଏ। ଆରେ ମୋର ତ ନାକ ଅଛି, ବୈକୁଣ୍ଠଙ୍କର ନାକ ଥିଲା। ମୋର ତ କାନ ଅଛି, ତାଙ୍କର ବି କାନ ଥିଲା। ମୁଁ ବି ଟିକେ ଚାହା ଥରେ ଦି ଥର ପିଏ, ବୈକୁଣ୍ଠ ବି ଚା ପିଉଥିଲେ। ଆଚ୍ଛା, ବୈକୁଣ୍ଠ କୋଉ ଗୋଟି କଥା, କୋଉ ବୈକୁଣ୍ଠଟି ପାଖରେ ଆମେ ବଇଛୁ? ତେଣୁ କଥାର ତତ୍ତ୍ୱଟା ଯଦି ବୁଝିଯିବେ ଏତେ ଭଲ ଲାଗିବ। ସୁନ୍ଦର ତୁମ ଚରଣର ସେ କୋଉ ଦୁନିଆର ଲୋକ, ସେ ବୈକୁଣ୍ଠ କିଏ? ହଁ, ଏମିତି ଜ୍ଞାନୀ ଲୋକମାନେ ବହୁତ ବୈକୁଣ୍ଠ କଥା କହିବେ। ମତେ ଯଦି ବି ଲୁଚେଇକିରି ପଚାରିବ ବୈକୁଣ୍ଠ କାହାକୁ କହନ୍ତି, ମୁଁ ବି ଦି ଚାରିଟା ଖଣ୍ଡେ ଛଣ୍ଡି ବାନ୍ଧିକିରି କହିଦେବି। କିନ୍ତୁ ଦେଖନ୍ତୁ, ମହାପୁରୁଷ ମାନେ ଯୋଉ ନାଁ ନିଅନ୍ତି, ସେ ନାଁ ଭିତରେ ବି ଏତେ ମହାନ ତତ୍ତ୍ୱ ଥାଏ, ତାକୁ ଆମେରିକା ଟ୍ରମ୍ପ ବି କିଛି ବୁଝିପାରିବେନି। ସେ କହିବ ନା ମୁଁ ପରମାଣୁ ବୋମା ଫୁଟେଇଦେବି, କିନ୍ତୁ ଇଏ ବଟାକୁ କିଛି ମୁଁ ବୁଝିପାରିବି। କିଏ? বায়ুর্যমগ্নি করুণ সে বড়টি কিয়ে? এ জগতরে যদি কেহি ଆଉ ଏ ଦୁନିଆରେ କିଏ ବଡ ଅଛି? ମତେ ତ କାହିଁ ଲାଗୁନି କୋଉଠି କିଏ ବଡ ଅଛି। ଗୋଟିଏ ପିଲା କହିଲା, ସତ କଥାଟା କହିଲା, ବାବା ମୁଁ ଗରୁଡ଼ ସ୍ତମ୍ଭ ପାଖରେ ମୁଣ୍ଡିଆ ମାରୁଛି, ଲୋକ ଗୁଡାକ ମାନେ ଏତେ ହଉଛନ୍ତି ଯେ ମୁଣ୍ଡଟା ଆଉ ଗରୁଡ଼ ସ୍ତମ୍ଭକୁ ଯାଇପାରୁନି, ଏମିତି ପେଲା ଠେଲା ହଉଛନ୍ତି।
ମୁଁ ଟିକେ ଅଭିମାନରେ କହିଦେଲି ଯେ ଏଇ 6 ଫୁଟିଆ ଗୋଟେ କାଠ ମୁଣ୍ଡିଆ ନା କ'ଣଟାକୁ କହନ୍ତି, କାଠ ମୁଣ୍ଡିଆକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଆଉଛନ୍ତି। ଏମିତି କହିଦେଇକି ମୋ ମୁଣ୍ଡିଆ ମାରିକି ଆଇଲି। ରତ୍ନ ସିଂହାସନ ପାଖରେ ବସିନି, ଠିଆ ହେଲି। ମୁଁ ଅନେଇଲି ଜଗନ୍ନାଥ କୋଉଠି, ହଁ ଜଗନ୍ନାଥ ରୂପଟା କୋଉଠି। ମୁଁ ଯେତେ ବାଟକୁ ଅନେଇଲି ମତେ ଦେଖାଗଲା ଜଗନ୍ନାଥ ଆହୁରି ବଡ଼। ତେଣୁ ମୁଁ କାନ ଧରିକିରି କହିଲି, ପ୍ରଭୁ ମୋର ଭୁଲ ହେଇଯାଇଛି, ଇଏ ଦୁନିଆରେ ଆପଣ ହିଁ ପ୍ରକୃତ ବଡ଼, ଆମେ ନୁହେଁ। ତେଣୁ ଏ କଥା କହିବାର କଥା ହଉଛି, ଆମେ ବଇଛେ କୋଉଠି? ଆମେ ବଇଛୁ ବଳେ ବସୁଧା ବସୁଧୈବ କୁଟୁମ୍ବକମ୍। ଆମେ ବଇଛୁ ଯେ କେମିତି ବସିଛୁ? ଆମେ କହିବା ଚେକା ପକେଇ ବଇଛୁ, ଚେୟାରରେ ବଇଛୁ, ଆଉ କେମିତି କ'ଣ ବଇଛୁ? ଆମେ ବସିଛୁ ଏଇ ଯୋଉ 2ଟା ବଙ୍କୁନାଳ ଅଛି, ବଙ୍କୁନାଳ, ଆରି ନାଁ ହଉଛି ବଙ୍କୁନାଳ, ଆରି ନାଁଟି ହଉଛି ଗୋଲାହାଟ। ଏଇ ଗୋଲାହାଟ ଦେଇ ବଙ୍କୁନାଳ ପ୍ରବାହିତ ହଉଛନ୍ତି। କ'ଣ ପ୍ରବାହିତ ହଉଛନ୍ତି? ନିଶ୍ୱାସ ପ୍ରଶ୍ୱାସ। ତେଣୁ ଏଇଠି ଏ ନିଶ୍ୱାସ ଚାଲିଛି ବୋଲି ଆମେ ବଇଛୁ। ଗୋଟେ ଲୋକ କହିଦଉଛନ୍ତି, ଏ ମା ଟିକେ ଚା ଟିକେ ଆଣିଲୁ, ସେ ଯାଇଛି ଚା ଆଣିବା ପାଇଁ, ଇଆଡ଼େ ଗଲେଣି। ଆଳୁ ଆଇଲାକୁ ବାପା ପଡ଼ିଗଲାଣି। କି ବାପାଙ୍କର କ'ଣ ହେଲା? ଡାକ୍ତରଖାନାକୁ ନେଲେ, ଡାକ୍ତର ହାର୍ଟ ଷ୍ଟ୍ରୋକ୍ ହେଲା। ଆଉ ଏଇ ହଉଛି ଦୁନିଆ, ଏଇ ହଉଛି ଆମର ମଣିଷ ପଣିଆ, ବଡ଼ ପଣିଆର କଥା। ହାସିଛୁ ଲଙ୍ଗଳା ହୋଇ କାହାକୁ ନେଇକିରି ଏତେ ବ୍ୟସ୍ତ? ମୋର 5 ଭାଇ, 3 ଭଉଣୀ, 20 ଜଣ ଭଣଜା, 10 ଜଣ ଭାଣିଜୀ, ଆମେ ଗପି ଯାଉଛୁ। ସେ ଗପଟା କ'ଣ ଆଗେ ଜାଣିଲଣି? ଗପ କାହାକୁ କହନ୍ତି କୁହ? ଯଦି ତତ୍ତ୍ୱ ଜାଣିଛ କୁହ, ନ କହିଲେ ଯାଅ। କହିଲେ ଯେଉଁ ଗପ କୁ ଚିହ୍ନାଏ, କିଏ? ଗଙ୍ଗା, ଗୁରୁ, ଗୋବିନ୍ଦ, ଗୀତା, ଏଇ ହଉଛନ୍ତି ଆଉ କହିଲେ ଯିଏ ଏ କୁ ଚଳାଏ, ସିଏ କିଏ? ନମୋ ନୃସିଂହ ଏଇ ଗପକୁ ଯୋଉମାନେ ଶୁଣନ୍ତି ସେଇମାନେ ଜାଣିଛନ୍ତି ମୁଁ କିଏ, ସେ କିଏ।
ଆଉ ଏମିତି ଗପ ଟୁଆଁଟିଏ ଥିଲା ଟୁଇଁଟିଏ ଥିଲା ଚକୁଳି ପିଠା ଖାଇଲା। ତମେ କହିବ ଏଇ କ'ଣ ଇଏ ଟୁଆଁ ଟୁଇଁ ଗପ ଏଇଟା କ'ଣ ଗୋଟେ ଗପ ନୁହଁ? ଇଏ କେବେ ବି ଗପ ନୁହଁ, ଇଏ ହେଉଛି ତତ୍ତ୍ୱ। ମୋତେ କହିବାକୁ ସମୟ ନାହିଁ, ମୁଁ କେବଳ ଶ୍ରଦ୍ଧାରେ ଆଇଛି। ପରାହାଟର ଭକ୍ତମାନେ ଚୁନାବାବୁଙ୍କ ଚୁନିଆ ଏସବୁ ନିମନ୍ତ୍ରଣ ସିନା ମୁଁ ଆଇଛି, କିନ୍ତୁ ଆସିଛି ବୈକୁଣ୍ଠଙ୍କର ଆକର୍ଷଣ। ଯେଉଁ ମାଟିରେ ସିଏ ବସିଥିଲେ ଟିକେ ଆମେ ସେଇ ପବନ ଟିକେ ପାଇବା। ମୁଁ ସମ୍ପୂର୍ଣ୍ଣ ଭାବରେ ନହେଲେ ବି 50 ଭାଗ ଅସୁସ୍ଥ, କିନ୍ତୁ ଅସୁସ୍ଥ ହଏ ଯାହା ହଏ ଯିବି ଆଉ ଗୁରୁଙ୍କର ଆଦେଶ, ଆଉ ଯିବିନି କୁଆଡ଼େ। ଗପ କହୁଥିଲେ ବୈକୁଣ୍ଠ, ଗପ କହୁଥିଲେ ରାମକୃଷ୍ଣ, ଗପ କହୁଥିଲେ ବିବେକାନନ୍ଦ, ଗପ କହୁଥିଲେ ଅନୁକୂଳ, ଗପ କହୁଥିଲେ ସତ୍ୟସାଇ, ଗପ କହୁଥିଲେ କେତେ ମହାନ ପୁରୁଷ ମାନେ। କି ଗପ ସେ ଲେଖିଛନ୍ତି। ଭାଗବତର ଗୋଟିଏ ଗୋଟିଏ ଗପକୁ ଯଦି ଆପଣମାନେ ଶୁଣିବେ ରାତି ପାଇଯିବ। ଆମ ପାଖରେ ସମୟ କାହିଁ? ଆଚ୍ଛା, ବର୍ତ୍ତମାନ କଥାଟି ହେଲା ଇଏ ହେଲା ବ ହେଲା ବସୁଧା, ବ ହେଲା ବାୟୁ, ଆକୁ ସବୁ ବୁଝିଯିବେଣି। ବ ହେଲା ବନି, ବନି ମାନେ ଅଗ୍ନି। ବ ହେଲା ବ୍ୟାମ, ବ୍ୟାମ ମାନେ ଆକାଶ। ବ କହିଲେ ଶେଷ ବ ହେଲା ବ୍ରହ୍ମ। ବ୍ରହ୍ମାର୍ପଣମ୍ ବ୍ରହ୍ମ ହବି ବ୍ରହ୍ମାଗ୍ନୌ ଏ ସଂସାର ଚାଲିଯିବ। ଏଇଠି ବଇଥିବା ଘଡ଼ଘଡ଼ି ମାଇଲେ ଆମେ ଚୁଙ୍ଗୁ ଚୁଙ୍ଗୁ ହବା, କେମିତି ପଳେଇବା। ଏଠି ବାଜା ବାଜୁଛି ବରେ, ବାଜାଟା ବାଜୁଛି ବୋଲି ଆମକୁ ଆନନ୍ଦ ରହୁଛି ନା। ଇଏ ଦୁନିଆରେ ସେଇ ଜଣେ ମନେ ରଖିଥିବେ ସଜ୍ଜନ, ସେଇ ହଉଛନ୍ତି ବ। ସେଇ ବଙ୍କର ଘର ହଉଛି ହୃଦୟ। ମୁଁ କହୁନି, ସବୁ ଗୀତା କହୁଛନ୍ତି। ବ୍ରହ୍ମାର୍ପଣମ୍ ଏଇ ବ ଭିତରେ ତ ସବୁ ଅଛି ଆଉ। ନିଜକୁ ବାମନ ନହେଲେ, ନିଜକୁ ଯଦି ତମେ ଛୋଟ ବୋଲି ନିଜକୁ ନ ଭାବିବ, ମୁଁ ଗୋଟେ ବିରାଟ ଲୋକ ବୋଲି ଭାବିବ, ସେଠି କିଛି ହବନି। ଅର୍ଜୁନ ନିଜକୁ ଛୋଟ ବୋଲି ଭାବିବା, ସେ ବକୁ ପାଇଲା ନା ଆଉ। କେମିତିଆ ବକୁ ସେ ପାଇଲା? ଖାଲି ଶୁଣି ଯାଆନ୍ତୁ, ଆମେ ତ ମୀମାଂସା କରିପାରିବାନି କମ୍ ସମୟରେ। ଅନେକ ବାହୁ ଏଇ ହଉଛି ବ। ଯଦି ଆପଣ ବହୁତ ବୀଜ ମନ୍ତ୍ରଟା ପଢୁଛନ୍ତି,
ଖାଲି ବଂ 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 এই ଅକ୍ଷରଟିକୁ ଯଦି ଚିନ୍ତନ କରି ସେଇ ବ୍ରହ୍ମାନନ୍ଦରେ ନିମଗ୍ନ ହେଇଯାଅ, ତାହେଲେ ସବୁ କଥା କହିଲେ ଆଉ କେଇଟା ଦିନ ଦୁନିଆରେ ଆମେ ରହିବା କି? ଆମେ ଆଉ ଦୁନିଆରେ କେଇଟା ଦିନ ରହିବା? ତେଣୁ ସଜ୍ଜନ, ଇଏ ହଉଛି ବ। ଆଉ ବର ତ ଆହୁରି ବହୁତ କଥା ଅଛି କି ମୁଁ ଏଇ ଗୋଟେ ଖାଲି କହିବି। ବ କହିଲେ ବରୁଣ, ସମୁଦ୍ର। ଆଚ୍ଛା, ତାପରେ ଗୋଟେ କ'ଣ ଶବ୍ଦ ଆଇଲା, ବୈକୁଣ୍ଠ। ଇ ଠାକୁର କୋଉଠି ଅଛନ୍ତି? ସୁନିଆନା ମତେ ନେଇ ଜଗନ୍ନାଥଙ୍କୁ ଦେଖେଇଲେ, ସେ ବି ଠାକୁର। ବୈକୁଣ୍ଠ ବି କହିଲା ଅଛି, ସେ ମନ୍ଦିର ସବୁ ଜାଗାରେ ଅଛନ୍ତି, ବୈକୁଣ୍ଠ କହିଛନ୍ତି। ଆଉ ତାଙ୍କୁ ଦେଖାଗଲା, ଆଉ ସେ କହିଲେ, ଆଉ ଭୁଲ କ'ଣ କହିଲେ? ଆମେ ଅନ୍ଧ ବୋଲି କ'ଣ ସମସ୍ତେ ଅନ୍ଧ? ଇଏ କହିଲେ, ହେ ଅର୍ଜୁନ, ତମେ ମତେ ଦୁନିଆ ଆଡେ ବୁଲିକିରି ଖୋଜୁଛ, ଈଶ୍ୱର ସର୍ବଭୂତାନାଂ ହୃଦୟେଷର୍ଜୁନ ତିଷ୍ଠତି ରାମୟାନ୍ ସର୍ବଭୂତ ମୁଁ ତୁମରି ହୃଦୟ ତ ଅଛି। ଆଉ କେବେ ଦେଖିବାକୁ ଚାହିଁଛ? ତାକୁ ଧ୍ୟାନ କରୁଛ? ମୁଁ ତମରି ଭିତରେ ଅଛି। ଜଳ ସ୍ଥଳ ବନ ଆକାଶ ଦେଖୁନାହାନ୍ତି, ଆମେ ଆସି ଏଇଠି ବହିଛୁ, ଆମକୁ ଲାଗୁଛି ଆମେ ଅଲ୍ଲରେ ବହିଛୁ। ଅଲ୍ଲ କିଏ? ଇଏ ଅଲ୍ଲ କିଏ? ସେ କଟକ କିଏ? ଭୁବନେଶ୍ୱର କିଏ? ସେଗୁଡ଼ା କ'ଣ ରହୁ? ଇଏ ଯୁଦ୍ଧ ହଉଛି, କେଡ଼େ କେଡ଼େ ଆପାର୍ଟମେଣ୍ଟ ସବୁ ମାନେ ଧୂଳି ସାତ ହେଇଯାଉଛି। ଏଇ ଅହଙ୍କାରୀ ମଣିଷର ତୁଚ୍ଛା ପ୍ରତିଷ୍ଠା ପାଇଁ କେତେ ଲୋକ, ଆଜି ଲକ୍ଷ ଲକ୍ଷ ଲୋକ ମରିଯାଉଛି। ଆମେ ଏଠି ସତସଙ୍ଗ କରିଛେ, ଗୋଟେ ଶାନ୍ତିରେ ଟିକେ ବହିଛେ, ସେତିକି ଯଥେଷ୍ଟ। ସେଇ ଗୋଟାକ ପରା କୋଉଠି ମିଳୁନି, ସବୁ ମିଳୁଛି କିନ୍ତୁ ସେଇ ଶାନ୍ତି ମିଳୁଛି। ମଦ ମିଳୁଛି, ସିଗାରେଟ ମିଳୁଛି, ବିଡ଼ି ମିଳୁଛି, ଗଞ୍ଜେଇ ମିଳୁଛି, ଚରସ, ବାଉନ ସୁଗାର, ୟାକୁ ସବୁ ମିଳୁଛି, କିନ୍ତୁ ଗୋଟିଏ କଥା ମିଳୁନି, ସେ ହେଉଛି ଶାନ୍ତି। ଶାନ୍ତିରେ ବଞ୍ଚିବା ପାଇଁ ହୁଅ ପ୍ରଭୁ ସହାୟ। ସେମାନେ ଆସିଥିଲେ, ଲୀଳା ଶେଷ କରି ଶାନ୍ତିରେ ଚାଲିଗଲେ, ଦେହ ଅବସାନ ହେଲା। ଆଉ ଆମେ ତ ପଡ଼ିଛୁ, ଆଉ ଆମେ ଛୋଟା ମୋଟା ଲୋକ ପଡ଼ିଛୁ। ଆଉ ଆମକୁ କିଏ ଶାନ୍ତି ଦେବ? ଯୁଆଡ଼କୁ ଗଲେ ସାଡ଼େ ଅଶାନ୍ତି। ତେଣୁ ସଜ୍ଜନ, ଈଶ୍ୱରଙ୍କୁ ଖୋଜ। ଈଶ୍ୱର କିଏ? ଗୁରୁ ହଉଛନ୍ତି ଈଶ୍ୱର। ଏଠି ହୃଦୟରେ ଗୋଟେ ଈଶ୍ୱର ଅଛନ୍ତି, ଦେଖି ହଉନି। ଆଉ ଜଣେ ଈଶ୍ୱର କିଏ? ଗୁରୁଙ୍କୁ ନମଣିବ ନର
ଆମେ ସମସ୍ତେ, ମୁଁ ବି ତମ ସାଙ୍ଗରେ, ଆମେ ସମସ୍ତେ ଭଗବାନ 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 ହଉଛି। କିଏ କହୁଛି ପ୍ରଭୁ ପ୍ରଭୁ ପ୍ରଭୁ। ଇଏ ଭଗବାନ ପ୍ରଭୁ ଇଏ ହେଲେ କମନ ଶବ୍ଦ। କିଏ କହୁଛି ହରିବୋଲ ହରିବୋଲ ହରିବୋଲ, କିଏ କହୁଛି ରାମ 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 ରାମ। ମାନେ ଏତେ ନା ଆମ ପାଖରେ ହେଲାଣି ଯେ ଆମର କିଛି ମନେ ବି ରହୁନି। କାହିଁକି ଏତେ କଥା ହଉଛ? ଯେହେତୁ ତମେ ଭଲ ଲୋକ ନୁହେଁ, ବେଶୀ ଗୁଡାକ ଦବ ମୋ ଉପରେ ରାଗିବେନି। ମୁଁ ଗୋଟିଏ ନାମକୁ ଜପୁଛି। ଗୀତା କହିଲେ ଅର୍ଜୁନ ସର୍ବଧର୍ମା ପରିତ୍ୟଜ୍ୟ ଅହଂ ତ୍ୱାଂ ଭାଗବତ କଣ କହିଲେ? ମୋତେ ସମର୍ପି ସୁତ ଗୀତ। ସବୁ ସମର୍ପଣ କରିଦିଅ। ପ୍ରଭୁ ଏସବୁ ଆପଣଙ୍କର, ମୋତେ ଦାୟିତ୍ୱ ଦେଇଛନ୍ତି ଲଣ୍ଠନ ପୋଛିବା ପାଇଁ। ମୁଁ ଲଣ୍ଠନଟି ପୋଛୁଛି, ମୋ ଦାୟିତ୍ୱ ଏତେ। ତେଣୁ ଆମେ କ'ଣ କହୁଛୁ କି ଏଇଟା ମୋର ସେଇଟା ମୋର ସେଇଟା ମୋର। ଆରେ ଏତେ ଗୁଡ଼ାକ ତମର, ତମେ ଏତେ ଗୁଡ଼ାକ ତମର, ତେଣୁ ତ ବିରାଟ ଲୋକ, ଆମର ତ କିଛି ନାହିଁ। ତେଣୁ କେହି କାହାର ନୁହେଁ। କିଏ କେତେବେଳେ କୋଉ ବାଟ ଦେଇ ଖସିବ ତା ମଧ୍ୟ ଆମକୁ ଜଣା ପଡ଼ିବ। ତେଣୁ ସଜ୍ଜନ, ଗୁରୁ ହେଉଛନ୍ତି ଈଶ୍ୱର, ମା ହେଉଛନ୍ତି ଗୁରୁ, ବାପା ହେଉଛନ୍ତି ଗୁରୁ, ଶିକ୍ଷକ ହେଉଛନ୍ତି ଗୁରୁ, ପୁରୋହିତ ବ୍ରାହ୍ମଣ ଏମାନେ ଗୁରୁ, ସାଧୁ ସନ୍ଥ ମାନେ ହେଉଛନ୍ତି ଗୁରୁ। ଏହା ପରେ ମଧ୍ୟ ଆହୁରି ଅନେକ ଗୁରୁ ଅଛନ୍ତି। ଆଉ ତୁମେ ଯଦି ଗୁରୁଙ୍କୁ ନ ମାନିବ, ଯେମିତି ଗୋଟେ ଗୋଟେ ଲୋକ କହୁଛି ଗୁରୁ ଫୁରୁ ମୁଁ ମାନେ। ଆରେ ଗୁରୁକୁ ତ ମାନୁନି, ପୁଣି ଫୁରୁ କ'ଣ? ଆଉ କହୁନୁ ମୁଁ ଗୁରୁକୁ ମାନେନି, ଆଉ ମୁଁ ଗୁରୁ ଫୁରୁକୁ ମାନେନି। ଆଉ ଗୁରୁ ଫୁରୁ କ'ଣ? ମାତୃଗର୍ଭରେ ଯେତେବେଳେ ତୁ ଜନ୍ମ ହେଲୁ ସେତେବେଳେ ଠାରୁ ତୁ ଗୁରୁଙ୍କ ପାଖରେ ପୁଣି ରହିବୁ ମରିବା ପର୍ଯ୍ୟନ୍ତ। ଆଉ ଗୁରୁ ଫୁରୁକୁ କ'ଣ ମାନୁନୁ? ଇଏ କି କଥା? ବଡ଼ ଯଶବନ୍ତ ଦାସଙ୍କର ବଡ଼ ମାୟାବୀ ଜୀବନୁ ବାହାରି ଏତେ ଆମ ମହାପୁରୁଷ କାହିଁକି ୟାକୁ ଲେଖିଲେ? ଏଇ ବୈକୁଣ୍ଠ ପଦ୍ୟାବଳୀ କିଏ ତାକୁ ପଢ଼ୁଛି ମୁଁ ବି ଜାଣିପାରୁନି। ପଢ଼ୁଛନ୍ତି, କିନ୍ତୁ ସେ ଯେଉଁ ଶ୍ରମ, ଯେଉଁଥିପାଇଁ ଆମକୁ ଆମ ପାଇଁ ସେ ଲେଖିଦେଇକି ଗଲେ, ସେ ରତ୍ନକୁ ଅଳଙ୍କୃତ କରିବା ପାଇଁ, ତା ଦେହରେ ଗୋଟେ ଅଳଙ୍କାର ଗଢ଼ିବା ପାଇଁ ସେ ମନ ଆଜି ପର୍ଯ୍ୟନ୍ତ। ତେଣୁ ହେ ସଜ୍ଜନ, ଏଇ ହେଲା ଆମର ଜୀବନର ସବୁଠାରୁ ଦୁଃଖ। ଗୁରୁ ଦୁନିଆରେ ସବୁ, ଗୁରୁ ବିନେ ମୁକ୍ତି ନାହିଁ। ଓଡ଼ିଆ ଗୋଟେ ଭଜନରେ ଲେଖିଛି, ଦେଖି ନାହିଁ ଭଗବାନ
শান্তির দর্শন গুরু দর্শন শান্তির দর্শন প্রেমময় ସେଭଳି କଥା ଆଉ କୋଉଠି ନାହିଁ। ଗୋଟିଏ ମୁଁ ଆଉ ବେଶୀ ସମୟ କହିପାରୁନାହିଁ, ଟିକେ ତଥାପି ଟିକେ କହିଦେଉଛି। ଏଇ ପିଲାଗୁଡ଼ା ମୋ ଉପରେ ବିଗିଡ଼ିବେ, କହିବେ ବାବା କାହିଁ ଏତେ କହିଲେ, ମୋ ଜୀବ ଫିବ ସବୁ ଖଣ୍ଡିଆ ହେଇଗଲାଣି, 3-4 ମାସ ହେଲା ଗପୁଛି ଆଉ କ'ଣ। ଆଚ୍ଛା, ସେ କଥାଟି କ'ଣ, ଆମେ ଗୋଟେ ହାଇସ୍କୁଲକୁ ଯାଇଥିଲେ, ଆମର ଆଳି ପାଖରେ ପତରପୁର ହାଇସ୍କୁଲ, ସେଠିକି କ'ଣ ପିଲାଙ୍କୁ ଟିକେ କହିଲି, ମୋର ଆଉ ମନେ ନାହିଁ, କେବଳ କିନ୍ତୁ ଏତିକି ଖାଲି କହିଛି ପିଲାମାନେ ବାପ ମା ଗୁରୁଜନଙ୍କୁ ଦଣ୍ଡବତ, ଏତିକି କହି ମୁଁ ଚାଲି ଆସିଲି। ତାଙ୍କର ଦଣ୍ଡବତଟା ପ୍ରତିଯୋଗିତା ହେଇଗଲା, କିଏ ଆଗ ଦଣ୍ଡବତ ହେବ। ଇଏ ଯେଉଁ ଆମର ବାପ ମା ମାନେ ସିଏ ଝାଡ଼ା ପରିସ୍ରା ଯାଉଛନ୍ତି କି କେଉଁଠି ଖାଇବାକୁ ଯାଉଛନ୍ତି, ତାଙ୍କୁ ଦଣ୍ଡବତ ହେଇକି ସେ ପୁରା ଦଣ୍ଡବତ। ସେ ଯାଇ ସାର୍ଙ୍କୁ କହିଲେ ସାର୍ କୋଉ ବାବା କିଏ ଆଇଥିଲେ, କି ଦଣ୍ଡବତ ଶିଖେଇଛନ୍ତି ଆମକୁ ଟିକେ, ମାନେ ଆମ ନିତ୍ୟକର୍ମ ବି କରିବା ବି ଆମକୁ ଦେଉନାହାନ୍ତି। ଓ ସାର୍ କହିଲା ହଉ ସେ ତ ଯାଇଛନ୍ତି, ଆଉ କେବେ ଆସିଲେ କହିବା। ମୁଁ ଯେ ଆଉ ଥରେ ପହଞ୍ଚିଲାକୁ ସାର୍ ମୋତେ ଏଇ କଥାଟା କହିଲେ। ହଉ ମୁଁ ପିଲାମାନଙ୍କୁ ଟିକେ ବାଗେଇ ବୁଗେଇ କ'ଣ ଗୋଟେ କହିଲି, ଏମିତି ଦଣ୍ଡବତ ହେବନି, ସେମିତି ହେବନି, ଯାହା ଗୋଟେ ପିଲାମାନଙ୍କୁ ବୁଝେଇଲା ଭଳିଆ କହିଲି। ଆଉ ଦିନେ ସାର୍ ବସି ଭାବିଲେ, ସେ ପତ୍ରପୁର ହାଇସ୍କୁଲର ହେଡ଼ମାଷ୍ଟର, ସିଏ ଦିନେ ବସି ଭାବିଲେ ବାବା ଭଳିଆ ଆସିଲେ ଜଗତସିଂହପୁରରୁ, ମୋ ପିଲାମାନଙ୍କୁ ସେ କ'ଣ କହିଗଲେ ଯେ ସେ ପିଲାମାନେ ଦଣ୍ଡବତ ହେଇକି ମାନେ ତାଙ୍କ ମୁଣ୍ଡ କ'ଣ ହେଇଗଲା, ମୁଣ୍ଡ ଖଣ୍ଡିଆ ହେଇଗଲା। ମୁଁ ତ କୋଉଦିନ ମୋ ମାଆକୁ ଦଣ୍ଡବତ ହେଇନି, ମୁଁ ଆଜି ତାଙ୍କୁ ଦଣ୍ଡବତ ହେବି, ତାପରେ ସ୍କୁଲକୁ ଯିବି। ସାର୍ ଗଲେ, ମା ବସିକିରି ବୁଢ଼ୀ ମା ମାନେ ଯାହା କରନ୍ତି ଆପଣମାନେ ଜାଣନ୍ତି, ସେ ପରିବା ଆମଣିଆ କରୁଛି, ଇଏ ନଇଁଲେ ଦଣ୍ଡବତ ହେବା ପାଇଁ, ମାନେ ଦଣ୍ଡବତ ହେଇନାହାନ୍ତି, ଖାଲି ନଇଁଲେ। ମା ପଚାରିଲେ ବାପା କ'ଣ ଅଣ୍ଟାରେ କ'ଣ ରକା ପଡ଼ିଛି କି? ନା ନାଇଁ ବୋ ଅଣ୍ଟାରେ ରକା ପଡ଼ିଛି।
ଆଉ ସେମିତି କ'ଣ ନଇଲୁ ନା ନାହିଁ କି ନାହିଁ ଟିକେ ନଈ ପଇଲି ମୋ ଟିକେ ଅଣ୍ଟା କ'ଣ ହେଇଗଲା ନା ଏମିତି ନଈବୁନି ଯା। ସେଦିନ ଫେଲ୍। ତା ପରଦିନ ଆଉ ରାତି ଯାକ ନିଦ ନାହିଁ। ଆଜି ତ ଦଣ୍ଡବତ ହେବି ଆଉ ପୁଣି ଗଲେ ଦଣ୍ଡବତ ହେବା ପାଇଁ। ମା କହିଲା କ'ଣ କାଲି କ'ଣ ଏମିତି ନଇଥିଲୁ ଆଜି କ'ଣ ପୁଣି ନଉଛୁ କ'ଣ ଅଣ୍ଟା ଭଲ ହେଇନି ନା କ'ଣ? ନା ବୋଉ ଅଣ୍ଟା ଭଲ ହେଇନି। ଯାଉନୁ ଡାକ୍ତରଖାନାରେ ଔଷଧ ଖାଇବୁ ନା ହଉ ଯିବି ଆଉ ସ୍କୁଲରୁ ଆଇଲା ବେଳେ ଡାକ୍ତରଖାନା ଦେଇକି ଆସିବି ଆଉ। ଏ ଆଳି ପତ୍ରପୁର ହାଇସ୍କୁଲର କଥା ମୁଁ କହୁଛି। ତୃତୀୟ ଦିନ ଯେତେବେଳେ କହିଲେ ଯାହା ବି ହେଇଯାଉ ଆଜି ମୁଁ ମୋର ମାର ପାଦ ଧୋଇ ନେବି ଏବଂ ମୁଣ୍ଡରେ ମାରିବି। ସେ ଯେତେବେଳେ କହୁଥାନ୍ତି ତାଙ୍କ ଆଖିରୁ ଲୁହ ବୋହିଯାଉଛି। ଦଣ୍ଡବତ ଯେତେବେଳେ ମାକୁ ଦଣ୍ଡବତ ହେଇଛନ୍ତି ପାଦ ଧରି କଇଁ କଇଁ ହେଇ ଯେତେବେଳେ ପୁଅ କାନ୍ଦିଛି ମା ବି କିଛି ବୁଝିପାରୁନି ସେ କାହିଁ କାନ୍ଦୁଛି। ତାକୁ ଆଉଁସି ଦେଲା ମା ଆଉଁସି ଦେଲା। ବାପା ତୋର କ'ଣ ହେଇଛି କି କାହିଁ ଏତେ କାନ୍ଦୁଛୁ କ'ଣ ହେଇଛି? ବହୁ କଷ୍ଟରେ କୋହ ସମ୍ବରଣ କରି ସେ କହିଲା ମା ମୋ ସ୍କୁଲକୁ ବାବା ବଢ଼ିଆ ଆସିଥିଲେ ଯେଉଁ କଥାଟା ମୁଁ କହିଲି ସେଇ କଥା କହିଲା। କିନ୍ତୁ ମୁଁ ଭାବିଲି ମୁଁ ତ ଦିନେ ମୋ ମାଆକୁ ଦଣ୍ଡବତ ହେଇଛି କିନ୍ତୁ ମୋ ପିଲାମାନେ ତ ବହୁତ ଦଣ୍ଡବତ ହେଲେଣି। ତେଣୁ ମୁଁ ତତେ ଆଜି ଦଣ୍ଡବତ ହେଲି ସବୁଦିନେ। ପୁଅ ଯୋଉ କାନ୍ଦୁଥିଲେ ମା ମଧ୍ୟ ଆହୁରି ଜୋରରେ କାନ୍ଦି କୁଣ୍ଡେଇ ପକେ। ପୁଅକୁ ଗେଲ କରି ପକେଇଲେ କହିଲେ ବାପା ତୁ କ'ଣ ଦଣ୍ଡବତ ନ କଲେ ମୋର ଆଶୀର୍ବାଦ ତୋ ପ୍ରତି ରହିବନି? ଯେତେବେଳେ ଦଣ୍ଡବତ କରୁନଥିଲୁ ସେତେବେଳେ ତତେ କ'ଣ ମୁଁ କେବେ ଅଭିଶାପ ଦେଇଛି? ଆଜି କାହିଁକି ସେ କଥା ଭାବୁଛୁ? ମାର ଆଶୀର୍ବାଦ ସବୁବେଳେ ପିଲାମାନଙ୍କ ପାଇଁ ଅଛି। ଯା ସ୍କୁଲକୁ ଯା, ଏଇ ଥରେ ହେଲୁ ଏଇଠିକି ମୋର ଯଥେଷ୍ଟ। ଆଉ ପୂର୍ଣ୍ଣମରା ପର୍ବପର୍ବାଣି ହବ ନ ହବ। ତେଣୁ ସଜ୍ଜନ ପୂଜ୍ୟ ପୂଜାର ବ୍ୟତିକ୍ରମ କରିବା ଏଇ ହେଉଛନ୍ତି ଈଶ୍ୱର। ଈଶ୍ୱର କୋଉଠି? ଈଶ୍ୱର ଏ ଯେଉଁ ଗପ ସବୁ ଶୁଣୁଛ ତାକୁ ଶୁଣ, ମୋର କିଛି ଆପତ୍ତି ନାହିଁ। କିନ୍ତୁ ମୁଁ ଯଦି ସେ ଗପକୁ ଖଣ୍ଡନ କରିବାକୁ ଚାହିଁବି ଆପଣମାନେ ହୁଏତ ମୋତେ ଉଠିକିରି ପଳେଇବେ କି କ'ଣ କରିବେ, ତାପରେ କିଏ ବସିବେ କ'ଣ କରିବେ ମୁଁ କହିପାରିବିନି। କିନ୍ତୁ ୟାକୁ ଖଣ୍ଡନ ବି କରିପାରିବି। ମୁଁ ପାଣ୍ଡିତ୍ୟରେ କହୁନି। ରାମ ସୀତା ଯେତେବେଳେ ରାବଣ ନେଇକି ଯାଉଥିଲେ ତାଙ୍କୁ ଗୋଟେ ପକ୍ଷୀ, ଗୋଟେ ଜଟାୟୁ ପକ୍ଷୀ ସେ ରଥ ସହିତ ଯୁଦ୍ଧ କଲା ରାବଣ ସହିତ। କୁଆଡ଼େ ମା ଜାନକୀଙ୍କୁ ନେଇ ତୁ କୁଆଡ଼େ ଯାଉଛୁ? ଶେଷରେ ତାର ପକ୍ଷଚ୍ଛେଦନ ହେଲା। ପ୍ରଭୁ ଆସିଲେ ତାକୁ ପାଣି ଦେଲେ, ଆଉଁସି ଦେଲେ, ତାର ମୁକ୍ତି ଗତିକୁ ଉନ୍ମୁକ୍ତ କଲେ। ତେଣୁ ଜୀବନରେ ଆମେମାନେ ବହୁତ ଭୁଲ କରୁଛୁ। ତେଣୁ ବୈକୁଣ୍ଠ କୁ କହିଲେ କ'ଣ? କୁ କହିଲେ ପୃଥିବୀ। ପୃଥିବୀର ଶାନ୍ତି ପାଇଁ ଏଠି ଯେମିତି କେତୋଟି ଗଛ ଲାଗିଛି ମୋର ଦିନ ହେଇଥିଲେ ଗଣିଥାନ୍ତି। ଗଛ ଲଗାଅ, ଜଙ୍ଗଲ ସୁରକ୍ଷା କର,
ମଦ୍ୟ ମାଦକକୁ ତାକୁ ପାଣିକି ଫୋପାଡ଼ି ଦିଅ, ଅଳିଆ ଗଦାକୁ। ଦେଶ ଗଢ଼, ପରିବାର ଗଢ଼, ଜୀବନକୁ ଗଢ଼। ଇଏ ହଉଛି କୁ। ଯାହା ଭିତରେ ଅୟୋବେତି ନିଜ ପରମ ଗଣନାଙ୍ଗ ଲଘୁଚେତ ସାମ ଉଦାର ସହିତ ନାନ୍ତୁ ବସୁ। ବୈକୁଣ୍ଠ, ଠଟି କଣ? ଠଟି ହଉଛି ଶୂନ୍ୟ, ନଟି ହଉଛି ନମ୍ରତା। ତେଣୁ ନମୋ ନୃସିଂହ ସଜ୍ଜନ, ସେଇଥିପାଇଁ ଆମେ ପଢ଼ିବା ଜୟ ଗୁରୁ ଜୟ ଗୁରୁ ଜୟ ମୁଁ ଆରମ୍ଭ କରିଥିଲି ପରାହାଟ। ସେଇ ପରାହାଟ ହେଉଛି 8ଟି ଜିନିଷ ମିଶିଲେ ପରାହାଟ। ଭୂମି, ଜଳ, ଅଗ୍ନି, ମାଟି, ବାୟୁ, ମନ, ବୁଦ୍ଧି, ଚେତନା। ଭୂମିରାପାନଲ ବାୟୁ ଖଙ୍ଗ ମନ ବୁଦ୍ଧିରେ। ତେଣୁ ପ୍ରତ୍ୟେକ କଥାର ତତ୍ତ୍ୱ ଅଛି। ଆମେ ଯେମିତି ତତ୍ତ୍ୱ ଶୁଣିକିରି ବେଳେ ବେଳେ ପାଗଳ ହେଇଯାଉଛୁ। 7 ଦିନ ଅନ୍ଧାର, 7 ଦିନ ଅନ୍ଧାରର ଘଣ୍ଟାଏ ଖଣ୍ଡେ ଭଲା ହେଇଥାନ୍ତା। ମୁଁ ଗୋଟେ ମିଟିଂରେ ବସିଥିଲି, ସେଟା ହେଉଛି କୋଉଠି ଗାରୋଇ। ମୋ ପାଖରେ ଜଣେ କେତକୀ ମ୍ୟାଡ଼ାମ ବୋଲି ସଂସ୍କୃତ ପଣ୍ଡିତ, ଜଣେ ବିଦ୍ୱାନ, ସେ ବସିଥିଲେ। ମୋ ପଛରେ ଆଉ ଜଣେ ମାଳିକା ପ୍ରବକ୍ତା ବସିଥିଲେ। ସିଏ ସବୁ ତାଙ୍କର କ'ଣ ସବୁ ଏମିତି କହିଲେ। ମୁଁ ମନେ ନାହିଁ କ'ଣ ଗୋଟେ କହିଲେ। ଆଉ ଅମୁକ ଦିନ ଅମୁକ ହବ, ଧମୁକ ଦିନ ଧମୁକ ହବ, ଧମୁକ। କେତକୀ ମ୍ୟାଡ଼ାମ ମୋ କାନ ପାଖରେ କହୁଛନ୍ତି, କହିଲେ ବାବା ଇଏ ତ କହୁଛନ୍ତି ଅମୁକ ଦିନ ଅମୁକ ହବ, ସମୁକ ଦିନ ସମୁକ ହବ, ଆଉ ତ ମୋତେ 5 ଦିନ ରହିବ। ଇଏ 7 କାହିଁ ପକଉଛନ୍ତି ତାଙ୍କ ପଛରେ? ସେ ହେଉଛନ୍ତି ରତ୍ନାକର ଚଇନି। କହିଲେ ଇଏ ତ କହୁଛନ୍ତି ଯାହା, ଆମେ ତ ଆଉ କେହି ରହିବାନି, ଇଏ 7 କାହିଁ ପକଉ? ମୋତେ ଭାରି ହସ ମାଇଲା। ମୁଁ କହିଲି ମ୍ୟାଡ଼ାମ ମୁଁ ଆଉ କହିପାରିବିନି, ତମେ ଆପଣ ସଭାପତି। କିଛି ନୁହେଁ, ସବୁର ମୂଳରେ ସେଇ ଗୋଟିଏ କଥା। ଏଇ ଯେମିତି ଆପଣ ଏଠି ଅଧଘଣ୍ଟାଏ ଘଣ୍ଟାଏ ବସିଲେ, ଇଏ ଶାନ୍ତି କାଲି ମିଳିବନି, ଇଏ ଜନ୍ମରେ ବି ମିଳିପାରେ ନ ମିଳିପାରେ। କିନ୍ତୁ ଆଜିର ଏଇ ପରିବେଶ ଆଉ ଆମମାନଙ୍କର ଏଇ ଯେଉଁ ଏକାଗ୍ରତା, ଇଏ ଯାଇ ପହଞ୍ଚିଗଲାଣି ସେଇ ପ୍ରଭୁଙ୍କ ପଦାବରେ। ଆମେ ଯେତେବେଳେ ମରିବୁ, ଆମକୁ ଜଣେ ପଚାରିବେ ତମେ କ'ଣ ଭଲ କାମ କରିଛ। ଆମେ ମନେ ପକେଇ 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 ନିଶ୍ଚୟ କହିବୁ ପରାହାଟରେ ଆମେ ଗୋଟେ ସତ୍ସଙ୍ଗରେ ବସିଛୁ। ଏଇ କଥାଟି ପୁଣି ଆମର ପରଜନ୍ମକୁ ସାଥୀ ହେଇ ରହିବ। ତେଣୁ ଦୁନିଆରେ ଆମର କିଛି ନବାର ନାହିଁ।
କିନ୍ତୁ ସବୁ ନବାର ଅଛି ସେ ହେଉଛି ସତସଙ୍ଗ। ବିନୁ ସତସଙ୍ଗ ତେଣୁ ବୈକୁଣ୍ଠଙ୍କର ମୁଁ କିଛି କହୁନି, ବୈକୁଣ୍ଠଙ୍କର ଏଇ ବାଣୀକୁ ବଳିଆ ମାଧ୍ୟମରେ ଆପଣ ଶୁଣିଲେ। ଯାହା କହିଲି ବୈକୁଣ୍ଠ କହିଲେ। ତେଣୁ ଆପଣମାନେ ମନେ ରଖିବେ, ଦିନକୁ ଦିନ ଉଣା ହେଉଛି ଦିନୁ ଦିନ ଆୟୁଷ, ଆଉ ଏଣିକି ଅଛି କେତେ ବୟସ। ଉଦ୍ଧାର ହେବୁ ଯେବେ ଭବ ସାଗରୁ, ଉପାୟ କରି ଭଜ ଏବେ ସେ। ତେବେ ଗଲାଣି କେତେ, ଆଉ ଅଛି କେତେ। ତା ଭିତରେ ଆପଣମାନଙ୍କ ସହିତ ଯଦି ପୁଣି ଦେଖା ହେବାର ଥିବ ପୁଣି ହେବି। ଶ୍ରଦ୍ଧା ସବୁବେଳେ ରହିଛି। ଆରଥରକ ଯଦି 3 ଦିନ ରହିଛି ମୋତେ ଜମା ନାଗି ନେଇ ମୁଁ ମାନେ କେଉଁଠି ଗୋଟେ ଅଲଗା ଜାଗାରେ ଅଛି ବୋଲି ମୁଁ ଜାଣିନି। ବହୁ ଆନନ୍ଦରେ ଥିଲି, କିନ୍ତୁ ମୋର ଦେହର ଟିକେ ରହିଛି। ମୁଁ ଦେହଟା ବିଷୟରେ କାହିଁକି ଆପଣମାନଙ୍କୁ କହିବି? ଆପଣମାନେ କ'ଣ ମୋତେ ନା ଇଞ୍ଜେକ୍ସନ୍ ଦେବେ ନା କ'ଣ ଦେବେ? ତେଣୁ କେବଳ ଏତିକି ଜାଣନ୍ତୁ, ମୁଁ ଟିକେ କ୍ଳାନ୍ତ। ପୁଣି କେବେ ଟିକେ ସୁସ୍ଥ ହେଲେ ନିଶ୍ଚୟ ଆପଣମାନଙ୍କ ପାଖକୁ ଆସିବି। ହେ ବୈକୁଣ୍ଠ, ତୋର ପଦାବ୍ଦରେ କୋଟି କୋଟି ପ୍ରଣାମ। ତୁ ଯେଉଁ ରାଜ୍ୟରେ ଯେଉଁ ସାଧୁ ସନ୍ତମାନଙ୍କ ମହଲରେ ବର୍ତ୍ତମାନ ବି ଆପଣ ଅଛନ୍ତି, ସମସ୍ତଙ୍କୁ ଆଉ ଥରେ ପଠା। ନିଜେ ଆସ, ଅନ୍ୟକୁ ପଠା। ତା ନହେଲେ ଇଏ ପୃଥିବୀର ଅହଙ୍କାରୀ ମାନେ ଇଏ ସୁନ୍ଦର ପୃଥିବୀକୁ ରଖିଦେବେନି, ଇଏ ନଷ୍ଟ କରିଦେବେ। ଶେଷରେ କୀର୍ତ୍ତନ ଟିକେ କରିବା।
सर्वे सत्प्रेमानंदे कवा सद्गुरुदेव भगवान विद्यार्थी सर्वे सत्प्रेमानंदे कवा सद्गुरुदेव भगवान विद्यार्थी सर्वे सत्प्रेमानंदे कवा गुरुदेवଙ୍କର ପଦବନ୍ଦନ କରି गुरुदेवଙ୍କର ପଦବନ୍ଦନ ପୁଣି ଥରେ କରୁଛୁ। ଆମେ ସମସ୍ତେ ଶ୍ରବଣ କଲେ ଜୀବନ ପାଇଁ ଅତି ସାଧାରଣ ନିଜ ଚଳଣି ପ୍ରତିଫଳିତ ହୋଇପାରୁଥିବା କଥା ଗୁଡ଼ିକର ଅନେକ ମୁଗ୍ଧ ସଦୃଶ ଛୋଟ ଛୋଟ କଥା ଯାହା ଜୀବନ ଗତିପଥ ମୁହୂର୍ତ୍ତକୁ ହରଣ କରି ନିଜକୁ ଶିବତ୍ୱରେ ପରିଣତ କରିବ। ଏ କଥା ନେଇକି ଯିବା ସାଙ୍ଗରେ ଜୀବନ ଗଢ଼ିବା ଏ ହେଉଛି ଗୁରୁଦେବଙ୍କର ଇଚ୍ଛା। ଗୁରୁଦେବଙ୍କର ସବୁବେଳେ ପାଇଁ ବାର୍ତ୍ତା ଅଛି, ଏ ଜୀବନ ପାଇଁ, ପରିବାର ପାଇଁ, ସମାଜ ପାଇଁ ଆଉ ରାଷ୍ଟ୍ର ପାଇଁ। ସେଇଥିପାଇଁ ଗୁରୁଦେବ ହେଉଛନ୍ତି ବିଶ୍ୱପ୍ରେମୀ, ସେଇଥିପାଇଁ ଗୁରୁଦେବ ହେଉଛନ୍ତି ପୂଜ୍ୟ ପୂଜକ ଏବଂ ପରିବେଶ ସମ୍ବନ୍ଧରେ ଅଦ୍ୱିତୀୟ ଭଗବାନ ସନ୍ଥ। ସମସ୍ତଙ୍କ ନିବେଦନ, ଗୁରୁଦେବ ଆଜି କହିନାହାନ୍ତି ସେ କଥା, କିନ୍ତୁ ନିରନ୍ତର କହି ଆସୁଛନ୍ତି, ଗଛ ଯିଏ ବଞ୍ଚେଇନି, ଗଛ ଯିଏ ଲଗେଇ ବଞ୍ଚେଇନି, ସିଏ କେବେ ବି ମୋର ଶିଷ୍ୟ ହେଇପାରେନି, ମୋର ପ୍ରିୟ ହୋଇପାରେନି। ତେଣୁ ଆମମାନେ ଆଜି କ'ଣ କରିବା, ଯେତେ ଜଣ ବସିଛେ ପ୍ରତ୍ୟେକ ଏଇ ବର୍ଷା କମ୍ ହେବ, ଏ ବର୍ଷ ଜଣା ପଡ଼ୁଛି, ଯାହା ବି ହଉ ବର୍ଷା ନିଶ୍ଚୟ ହେବ। ତଦନୁଯାୟୀ ପ୍ରତ୍ୟେକ ଅତି କମ୍ରେ ଗୋଟିଏ ହଉ, ଦୁଇଟି ହଉ, ପାଞ୍ଚଟି ହଉ ବୃକ୍ଷ ଲଗେଇବା ଏବଂ ତାକୁ ବଞ୍ଚେଇବା। ଯଦି ଆମେ ଏହା କରିପାରିବା, ଗୁରୁଦେବ ଅନେକ ଥର କହିଛନ୍ତି, ଏ ହେବ ବାସ୍ତବରେ ମୋ ପାଇଁ ଯଥାର୍ଥ ଗୁରୁ ଦକ୍ଷିଣା। ଯଦି ମଦ, ମାଦକତା, ନିଶା ସବୁବେଳେ ପାଇଁ ବର୍ଜନ କରିପାରିବା, ସେ ପ୍ରତ୍ୟକ୍ଷ ଭାବରେ ମୋ ପାଇଁ ହେବ ଗୁରୁ ଦକ୍ଷିଣା। ତେଣୁ ଗୁରୁଦେବଙ୍କ ପ୍ରୀତି ପାଇଁ କର୍ମ କଲେ, ଗୁରୁଦେବଙ୍କର ପ୍ରତିଭାଜନ ହେବା ପାଇଁ କର୍ମ କଲେ, ଇଏ ଜୀବନ ମୁକାର ନଷ୍ଟ ହେବ ଏବଂ ଶିବତ୍ୱ ଲାଭ ହେବ। ଏଥିରେ ସନ୍ଦେହର ଅବକାଶ ନାହିଁ। ଏହି ଆଶ୍ରମ ସବୁବେଳେ ପାଇଁ ଧନ୍ୟ ହୋଇଛି ଗୁରୁଦେବଙ୍କର କୃପାରୁ। ଗୁରୁଦେବଙ୍କର କୃପା ଆଶିଷକୁ ପ୍ରାର୍ଥନା କରି ଆମମାନେ ସମସ୍ତେ ଯେ ଏ ଆଶ୍ରମ ପାଇଁ ନିରନ୍ତର ବା ସବୁବେଳେ କିଛି କିଛି ସମାଧାନ କରୁଛେ, ସମସ୍ତେ ଏକାଠି ହେଇ ଗୁରୁଦେବଙ୍କ ପାଖରେ ପ୍ରାର୍ଥନା କରିବା, ପ୍ରଭୁ ଏ ପ୍ରକାର କୃପା ସବୁବେଳେ ଆମକୁ କରିଥାନ୍ତୁ ଏବଂ କୃପା ଭାଜନ ହେବା ପାଇଁ ଆମ ଭିତରେ ଯାହା ସାମର୍ଥ୍ୟ ଦରକାର ତା ପାଇଁ ମଧ୍ୟ ଆମେ ନିରନ୍ତର ଚେଷ୍ଟା କରି ଆପଣଙ୍କୁ କୃପା ଭାଜନ ହେଇପାରେ ଏ କାମନା କରି ଏ ଆଶ୍ରମ ଯାହା ପଦପାତରେ ବାବା କହିଥିଲେ ରହିବେ ବୋଲି ରହିପାରିଲେ, ଗୁରୁ ଆଜ୍ଞା ଅବିଚାରଣୀୟ ଏହି ନ୍ୟାୟରେ ଯେତେବେଳେ ଖବର ପାଇଲା ନା ଗୁରୁଦେବଙ୍କର ଆଦେଶ ହିଁ ଆପଣ ଧରିଛନ୍ତି। ବାବାଙ୍କ ଦେହ ଭଲ ନାହିଁ, ବାବା ଯଦି ଆଶ୍ରମରେ ଗୋଟିଏ ମୁହୂର୍ତ୍ତ ବି ରୁହନ୍ତି, ଆମ ଜୀବନର ଗତିପଥ ବଦଳାଇବା ପାଇଁ ତାହା ଯଥେଷ୍ଟ।